नमस्कार मो मनी मो डुगु आपन स्वागत करछ हमर YouTube चैनल मनी डुगु क्यूट लाइफ को टुडु 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 पितल ग्लास पानी पीलाने सकाल सकाल सकाळ उठी गई पानी आधा लीटर पीवा दरकार पेट सफा सब सफा हां 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 पेट सफा रोग ढिंका चिका ना ढिंका ढिंका आउडी कोन नथिला पेट सफा रोग एबो एडवर्टाइज बात सानमा कोले उपमा हरिया मने देखै दे हां उपमा डरना करछ उपमा दरकार ना उपमा आलू तरकारी हां बस कर सर तमे ठिया ठिया कितने बिछा की उठले पचारो मांगू बस के सेटे बस करथु हां मु देखिबी तो मु कई देखिबी मु देखि मते देखिबी हां ताकू देखिला तो कमेंट करी को तमे देखिबनी हां सुजी उपमा हे उपमा में तरकारी पड़छि सानमा बा सेटे करथनते आलू तरकारी काड़ू काड़ू गोटे मिलला तरकार एटा कौन खाइया को दे देलानी अल कौन खाऊ उपमा आलू तरकारी छोटे छोटे घंट बाड़े बस दे खाई दे दियो तो घंटा दे दियो खांदु मु जान मत कत कहूच मत देखो जन हमर गोटे अलग टेस्ट तुम जो मिसे मासे दे खाए से खान सब मिसे दे से खाइब अल चश्मा पिंधुन तोर आज कौन चश्मा पिंधे 9टा है दिन 9टा एटा मो मुंड तारी मुंड ऊपर घोड़े दियो एट खाइबटी कौन खाइब कौन आज्ञा कौन खाइबे ये खाई सारा ना किए कहला लो ठीक ठीक आलू आलू करवा ओम पेटा मामू घर जाए पुणी सेठू जीव हाँ सब से जानते मोर मो मेन रोड न जाए कहीं गाँ भितर पशि पशि जी 2 किलोमीटर कम पाई मत कहल मेन रोड रे गले मुझे धाईकिना पहुंची अल तार एमती कौन मार दौच नुआ ड्रेसटा एटा नुआ ड्रेसटा तार एमती कौन हाथ में मार दौच आ सिलाई कर दो ना हाथ हाँ 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 कौन ये कि खाइबनी कि तमें केत सान माई खाईदे हाँ खाଇବା सरीगला से 2 मिनट देखु देखु से खाईदे छेना को रुटी शीघ्र तो सही खाते से धड़ा धड़ खाई तुम गला
ହଁ ବା ତାଙ୍କର ସବୁଥିରେ ଶୀଘ୍ର ତାଙ୍କ ସକାଳ ରୋଷେଇ ସାରି ରେଷ୍ଟ ନେଇ ସାରିଲେନି ଦେଖୁନା ହେଲା। ପୋଛା ହବ। ମୁଁ ଜଲ୍ଦି ଖାଏ, ମୋର ଜଲ୍ଦିର ରେକର୍ଡ ଅଛି, ଲେଟ୍ ବି ରେକର୍ଡ ଅଛି ହେଲା। ମୁଁ ଜଲ୍ଦି ବି ମୋର ନା ମୁଁ ଜଲ୍ଦି ବି ମୋ ସିଚୁଏସନ ଦେଖିଲେ ଜଲ୍ଦି ଖାଇଦେବି। ପୁଅର ମୁଁ କହିଲି ବ୍ଲେଡ ପାଇଁ ବୋଧେ ଆସିଛ, ଦେଖିଲା ବେଳକୁ ତମେ ଏଠି ଉପମା ବାଢିଲଣି। ମୁଁ ସେଇଥିପାଇଁ ବସିଛି, ତମକୁ ପଠେଇଲେ ବ୍ଲେଡ ପାଇଁ, ମୁଁ ଦେଖିଲା ବେଳକୁ ବସିଛି ସେଠି। ମୁଁ କହିଲି ବ୍ଲେଡ ଆଣିବେ, ଆଉ ଏଇ ଛୁରୀ ନେଇଯାଉଛି କାଟିଦେବେ। ଉପମା ହେଇ ତରକାରୀ ଆମର। ମୁଁ ଅଳ୍ପ, ମୁଁ ଖାଇବିନି, ମୋର ଉପାସ। ହଉ ନେଇକି ଆସ ହେଲା, ମୁଁ ତମ ଛୁରୀଟା ଦେଇଦିଏ। ହେ ଖାଇଗଲଣି କଣ? ଖାଇବୁ ଦବା କଣ କରିବା, ଗୋଳେଇବା? ନା 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 ଥାଉ ଥାଉ। ହଁ ଏଇ ହାତ ଦିଟା ଦେଖି କୃଷ୍ଣ ମଇଁଷି ଧରିଲା ଭଳିଆ ବସିଛନ୍ତି। ମୋ ପାଟିଟା ଭଲ ପାଟିଟା ଯେ এটা বলে জাম ହେଇଯାଇଛି ହଉନି। ଆସୁସ ତ ଗୋଟେ କାମ କଲ, ସେଇ ଗ୍ୟାସରେ ନ ଲଗେଇକି ଏଇ ଗ୍ୟାସରେ ଲଗଉନ। ତମକୁ ହେଇଟା ମାନେ ଗୋଟେ ମୁଣ୍ଡରେ ବୁଦ୍ଧି ଥିବା ଦରକାର। ସେଇଟା ବାପା ଚଲେଇକି ଦେଖିଛନ୍ତି। ପୂଜା କରୁଥିଲେ କଣ ଦେଖିଛନ୍ତି? ସେଟା ଚାଲୁଛି ବୋଲି। ହଉ ରଖ, ମତେ ଖବର ଟିକେ ଦବନି, ରଖ ତାହେଲେ। ହଁ এইটা এইଠୁ ଲିକ୍ ହଉଛି। ହଉ ରଖୁଛି ଦେଲ ଭଲସେ। ସେଟା ସେଇ ଲୋଡ୍ କଲାବେଳେ ସେମିତି ହଉଛି। ତାର ଗୋଟେ ୱାସର ଅଛି, ଦେଇକିରି କଲା ଠାରୁ ସେ ଆସୁଛି ଠିକ୍। ୱାସର ଅଛି? ୱାସର ହଁ, ରଖିଥିବେ, ସେଟା ତିନିଟା ଆଣି ରଖିଛନ୍ତି, ଦେଇକିରି ଦେଇଦେଲା ଠାରୁ ସେ ଆସୁଛି। ଯେବେ ଟାଙ୍କି ଆସିଲା ପ୍ରୋବ୍ଲେମ୍ ହଉଛି ଦେଖୁ। ସେ ଶିରଶିର ହେଇକି ପଳେଇବ, କିନ୍ତୁ ଜଳିବାଟା ଆସନ୍ତା ନା, ଜଳେଇବନି। ଟାଙ୍କିରେ ସେ ଭାବେ ପ୍ରାୟ ରହୁଛି। ଲିକ୍ ହଉଛି, ଏଇଠୁ ଲିକ୍ ହଉଛି। ଶୁଣ, ଆଉ ଏଠିକି ଆସିବନି ନା। ଆସୁନି। ହଁ ସେଠି ପହଞ୍ଚି ଆଣିଲେ ବା ଟେଷ୍ଟର। ମୁଁ ମରେ କୋଉଠି ଅଛି, କଣ ଅଛି, ମୁଁ କେମିତି ଜାଣିବି? ମୁଁ ମରେ। ଏଇଟା ହେଇ ରହିଲା ତା ଧୁଆ ପେଣ୍ଟ ଚାଲୁଛନ୍ତି ବୁଲୁଛନ୍ତି, କାହିଁ ମରିବା କଥାଟା କହୁଛନ୍ତି? ସେଇ କାଙ୍ଗାଳି ଆଇଛି, ମୁଁ ମଲେ ଦବୁ ଯେତିକ ଲୋକକୁ, ଆଉ ନିଜେ ବସିକି ଆଗ ତ ଖାଇବୁ ନିଜେ, କାରଣ ଯାହେଲେ କର୍ମ କରିବୁ, ଆଗ ତୁ ମିଳିଲେ ସବୁ ମିଳିବେ। ଏତିକି ଆଳିଆ କହିବୁ, ମୋ ମା ହେ ମୁଁ ତୋ ପାଇଁ ଖାଇଦେବି। ସେ କହିବେ ମୁଁ ଚିଲ୍ଲି କୋବି ପୁରୀ ଖାଇବି। କଣ ରଖିଛି ଅଣ୍ଡାଳିବୁ? ବାପା ରଖିଦେଇଥିଲେ। ମୋ କଥା ସେ ଲଗେଇଦେବେ ଖୁଚୁ ଖୁଚୁ କରି। ସେଇଟା ଲଗେଇକି ସେଟା ଜଳେଇବାଟା ଆଗ ଦେଖିବି। ସ୍କୁଟି ନେଇକି ଯିବା। ଆପଣ ହାତରେ ବସି ପାରୁନାହାନ୍ତି?
ଯାଇକି ସଉଦା ଦେଇକି ଆସିଲ ବାବା କୁଆଡେ ଯାଉଛ? ଭୋଜି ଆଣିବି ଭୋଜି ଆଣିବି। ଭୋଜି ଆଣିବି ପାର୍ସଲ ତୁ ଗୋଟେ ଭିଡିଓ ଦେଇଛୁ ମତେ ଅନ୍ କରୁନୁ। ମୁଁ ଦେଇଛି କି ତୁ ସେତିକି କଣ କରୁଛୁ? କିଛି ଜାଣିପାରୁନି ଗ୍ୟାସ ବିକୁଛି ଦବ କି ଦେଖିଏ ଏଟା ଗୋଟେ କିଆ ଭୋଜି ପାଇଁ ଏଇଟା ଦି ଏଟା ଟିକିଆ ଚା ଆଇଁଷ ଫାଇଁଷ ପାଣି ହବ। ଆଇଁଷ ନୁହେଁ ଲୋ ଭାତଟେ ଡାଲିଟେ ଆଇଁଷ ପାଇଁ ଅଲଗା ଆଲୋ ଚୁଲା ଉପରେ ବା କିଣିବ। ଗୋଟେ ଗ୍ୟାସ୍ ରଖିଥିଲ ସେଠି। ତଳେ ଗୋଟେ ରହିବ ସେ ଘରେ ଗୋଟେ ରହିବ ଉପରେ ଗୋଟେ ରହିବ ମୁଣ୍ଡ ଉପରେ ଗୋଟେ ରଖୁନୁ। ହେଲା ଯାହାର ଯୋଉଠି ମନ ଯାହାର ଯୋଉଠି ମନ ଚାଉଳ ଫାଉଳ ଖାଇ ସିଏ ଗୋଟେ ବ୍ୟକ୍ତି ଖାଲି ଜୀବନ ଯାକ ତାଙ୍କ ହାତ ପାଖରେ ଟ୍ୟାପ ରଖି 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 ଖାଲି ପାଣି। ଆଉ ଇଏ ଗୋଟେ ବ୍ୟକ୍ତି ଆସିଲେ ଖାଲି ଗ୍ୟାସ୍। ବାପା କହୁଛନ୍ତି ଏ ଆଉ ବଢିଆ ସିନ୍। କୁଆଡେ ଯାଉଛ? ଯିବୁ କି ଆସୁନ ଯିବା ନା ନା ଯାଉଛୁ ଆସୁ ହଁ ହଁ ବାହାରିକି ଠିଆ ହେଲାଣି ଦେଇକି ସେ ହସଳାରେ ଦେଖ ମାଡେ ହସ ପକଉଛ। ତୋ ଭାଉଜ ଅଛି ଆହୁରି ଯୁଆ ଦବା ପାଇଁ ହଁ ହଉ ଯା ହେଇ କର୍ପୁରା ଯା କବାଟ ଫବାଟ ଦେଇଦଉ ଯା ଆସିବନି ସେଇଠି ରୁହ। ଗଡମଧୁପୁର ଯାଉଛ ବା? ଭଦ୍ରକ ଯାଉଛନ୍ତି? ନା ନା ଭଲ ପାଏ ମୁଁ ଖାଇଦେଇଛି ଉପମା ମତେ ଭୋକ ହଉନି। ହଁ ମୁଁ ବି ଖାଇଦେଇଛୁ ଖାଲି ଶୋଷ ଭୟ କରୁଛି। ପାଣି ପିଅ ସୁଜିଟା ବେଶୀ ପାଣି ସୁଜି ପାଣି ଟାଣି ଆମେ ଖାଇଦେଇଛୁ। ଆମେ କଣ ଖାଇବା ଆଜି? ଅରୁଆ। କାଲି ହଉଛି କୁମାର ପୂର୍ଣ୍ଣିମା। କାଲି ଖେଚୁଡି କରି ଖାଲି ଖେଚୁଡି କରି ଆମେ ଖାଇବା ଖେଚୁଡି ମୁଁ କହିଲି ସୋମବାରକୁ ତୋର ମୁଁ କହିଲି ଅରୁଆ ନା କହିଲା ଅରୁଆ କରିବି। ମୋର ଆଉ ନାହିଁ କୁମାର ପୂର୍ଣ୍ଣିମା ମୁଁ ନା ଝିଅ ବେଳେ ତମେ ବା ଫାଷ୍ଟ ବାହାଘର ପରେ ଗୋଟେ ଥର ଗୋଟେ ଥର ଆମ ଘରେ ନଥିଲା। ସେଟା କଣ ଧନ୍ୟବାଦ ଜ୍ଞାପନ କରିଦେଲ? ହଁ ଗୋଟେ ଥର କରିଦେଲି। ହଁ କଣ କରିଦେଲ? କୁମାର ପୂର୍ଣ୍ଣିମା ଗୋଟେ ଥର କଲି ଝିଅ ଫ୍ୟାନ୍ଟା ନେଇ ଏ ଆଙ୍କର ଜାତକ ନାଇଲ ନା ଜାଣିଛୁ ନା? ଝିଅଙ୍କର ଆମର ଜାତକ ଦେଖା ହୁଏନି ନାହିଁ ମାନେ କଣ ଆମେ ଦେଖଉନି। ଆଉ ଜନ୍ମଦିନ ବା ନାହିଁ ତମର ଜାତକ? ଜନ୍ମଦିନ ନାହିଁ ଜାତକ ନାହିଁ ଝିଅଙ୍କର ଆମର କିଛି ନାହିଁ। ଆଉ ମୁଁ ଏଇଠି ଗୋଟେ ପାଳି କଲି ନା କୁମାର ପୂର୍ଣ୍ଣିମା ମୁଁ କଣ କରୁଥିଲି ଝିଅ ଟୋଟାଲି କଲି। ଯାହା ହଉ ଥରେ କରିଦେଲ ଜୀବନରେ ଆଉ ନକରିକି କୁମାର କଲେ ବି ବାହା ହେଇ ସାରିଲା ପରେ ହଁ କୁମାର ପାଇ ସାରିଲା ପରେ ଏ ପୁଣି କଲି ଯେ ହଁ ଭଗବାନ ଯାହା ହଉ ଗୋଟେ ଦେଲେ ବାଛିକି ପେଟ ବାଟେ ମତେ ଦେଇଛନ୍ତି। ପୁଣି ପେଟଟା ହାତ ବାନ୍ଧୁଥିଲେ କହିଲା ଓହୋ ଟିକେ ହେଇଗଲା ଟିକେ ଆଉ କଣ ହେଲା ଆମର ଆଜି କଣ ହେଲା ପ୍ଲାନ କଣ ଖାଇବ ଚିକେନ ଚିକେନ ମାଛ ଆସିବ ହଠାତ୍ ପ୍ଲାନ ହେଲା ଆମର ହଠାତ୍ ଦିଲା ବାପା ଫୋନ କଲେ କଣ ଚିକେନ ଟିକେ ଆଣିବା ଆଜି ଖାଇବା ହଉ ଟଙ୍କା ହେଇଥିବ ଦେଖୁନୁ କଣ ପଶୁନି ବା ଗାଁରେ ପଶୁ ଶୁଖିନି କୋଉଟା ଶୁଖିନି ଏ ମା ଏମିତି କାନ୍ଦିଲେଣି ପାଟି କରାହେଇଛି ସେ କାନ୍ଦୁଛି ସମସ୍ତେ ଶୋଧୁଛନ୍ତି ଶୋଧୁଛନ୍ତି ମତେ କହିଲେ କୁନି ନିର୍ଯାତନା ଦିଆହଉଛି ପୋଲିସ ଆସିବ ପୋଲିସ ବାନ୍ଧିକି ନବ ଯାଉଛି ପୋଲିସ ଥାନାରେ ବସିବି ଚାଲେ ଆଣିଲ ମାଛ କିଲେ ମାଛ କିଲେ ମିଛୁଆ ହଁ ମିଛୁଆ କିଲେ ମାଛ ଆଣିଛ ବସ୍ ତମ କଲର କରିଦେଇଛ ନା କଣ ଚୁଟି ଆଉ ନାହିଁ ନାଣ୍ଡୁ ବର୍ଷା ଟିକେ ଜାଣିନାହାନ୍ତି ମା ଆସିଲା ବେଳକୁ କହିବେ ଆରେ ଇଏ କଣ କେ ମା ବାପା ପଚାରିଲେ କହିଲେ ଚିକେନ ଆଣି ଯାଇଥିବ ପଚାରିଲେ ହଁ କଣ ପଚାରିଲେ କୁନିଆ ବାପା କହୁଛନ୍ତି ମା ପଚାରିଲେ ନା ସେ କଣ ସାନ ବାପା ବୋଧେ କଥା ହେଇଯାଇଥିବେ କଣ ନା ଦିଲା କଥା ହେଇନଥିବେ ତତେ ମୁଁ ଦେଖ ହଲେଇ ଦଉଛି ଏଇଖିନା ଧୋଇଦବାନି କି ନା କେତେବେଳେ କରିବା କି ବସେଇଦବା ତଳେ ମାଛ ଲାଞ୍ଜ ଆଣିଲ ଯେ କି ଖାଇବି ଖାଆନ୍ତେନି ଲାଞ୍ଜ ଖାଇବେନି
ମାଛ ଭଜା ଚାଲିଛି ଚିକେନ ହବ ଚିକେନ ହବ ଚିକେନ ଏଇ ଥୁଆ ହେଇଛି ଏଇ ଦିଲା ଭାତଟେ ହେଇଛି ଡାଲିଟେ ହେଇଛି ସବୁ ହେଇଛି ଚିକେନ ଟା ହବ ହେଲେ ସବୁ ଖାଇଦେବେ ଆଉ ଗୋଟେ ହଠାତ୍ ଚାଲିଲା ଆଉ ବସିଲେ ପକେଇଦେଲ ସାଙ୍ଗେ ସାଙ୍ଗେ କଣ ମାଛ ଆଗେ କରି କାଟିଦବ ତାପରେ ଚିକେନ ଚିକେନଟା କେତେ ସମୟ ଲାଗିବ ହଁ ଇଏ ଅଛି ନା ଆଳୁ ମାଛ ଟିକେ ଆଳୁ ପକେଇବି ସିଝା ଆଳୁ ଅଛି ପକେଇଦବ ଖାଇବେନି ତ ନା ଆଳୁ ଖାଇବିନି ମୋର ବିଲାତି ଚକଟି ଖାଇବି ବିଲାତି ସଇଲା ଆଉ କଣ ଏଇ ମସଲା ଟା କରିକି ତାପରେ ସୋରିଷ ମସଲା ଦବ ମସଲା ଅଛି ଅଲରେଡି ଏଟା ଖାଲି ଘାଣ୍ଟିଲା ଭଳିଆ ହେଇଯିବ ଏଇଟା କରିକି ଖାଲି ଦବ ଆଉ ହଁ ହଉ 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 ଦିଅ ଚଲ ଚଲ ହଁ ଆଳୁ ଟିକେ ଆଣ ତାହେଲେ ଯିବା ମାଛ 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 ଏପର୍ଯ୍ୟନ୍ତ ପକେଇନ ଏତେ ଲେଟ୍ କଣ ମାଛଟା କରୁଛ ଜଲ୍ଦି କରୁନା ତମେ ଏମିତି କହୁଛ କଣ କହିଲ କଣ ସେ ବୁଲିଲାଣି ଏଠି ବିଲେଇ ବୁଲିଲାଣି ମାଛ ଦେଖିକି ମୁଁ ବିଲେଇ ମୁଁ ମାଛ ଖାଏ ନା ରବିବାର ହେଲା ମୋର ରାସ୍ତା ଖାଇବୁ ଆଉ ହଁ ହଁ ହେ ତା ନା କଣ ପାଇଁ କହିଲ ତା ନା ଜମାରୁ କହିବନି ନା ଦେଖିଲେ ପେଟ କାଟିବ କିଏ ମାଛ ଖାଇବ ଖାଇବ ବା ହେଇଗଲା ହେ ଟିକେ ଇଏ ମାଖାଳିଆ ଝୋଳ ରଖିବ ହେଲା ପକେଇଦେଲାଣି ଟିକେ ଲୁଣ ଦିଅ ଓହୋ କର କର କେତେ ବାଜିଲେ 1:30 12:30 1:30 ମାଛ କରିକି ଥୋଇ ସାରିଲଣି ହଉ ହଉ ଚିକେନ ମସଲା ଟେ ମିଟ୍ ମସଲା ଟେ ଚିକେନ ପକେଇଲା ପରେ ପକେଇବି କିନ୍ତୁ ଚୁଲି କଷା ଯେତେ ଯାହା କର ଚୁଲି କଷା ଅଲଗା ଲାଗିବ ଜିରା ନାହିଁ ବୋଧେ ମିକ୍ସ ଗୁଣ୍ଡ ଅଛି ନାଇଁ ହଁ ଦିଅ ଡାଲ ଦିଅ ଆଲୋ ଏଇଟା କିଲେ ଚିକେନ ଆଉ ଗୋଟେ ଭଲସେ କଷ चिकेन मसला टे मीट मसला टे ଆଉ କଣ ପଡିବ କି ନା ତ ଗରମ ମସଲା ଟିକେ ହଁ ଗରମ ମସଲା ଏବେ ପକାଇଲେ ମୁଁ ଲାଷ୍ଟ ଟିକେ ଚିରି ପାରୁନ ଅଳ୍ପ ଥିବ ତା ଭିତରେ ମ ଅଳ୍ପ ଅଛି ନା ହଁ ଅଧିକ କଷ ହେଲା ହେଇଗଲାଣି କଣ ହାତ ଦେଖିବ ଧୋଇ ହବ କଣ ପଡିବ ରାଗ ଟୋଟାଲି ହବନି ଆଉ କଣ ପଡିବ ମତେ ଠିକ ଲାଗୁଛି ଘରେ ଲୁଣ ଲାଗିବ ବୋଧେ ହଉ ଆଉ ସବୁ ଠିକ ଅଛି ଆଉ ପାଣି ମାର ନା ପାଣି ମାରିଲେ ଆଉ ଟିକେ ଅଧିକ ଠିକ ଲାଗୁଛି ଯୋଉ ଆଉ ଟିକେ ଗରମ ମସଲା ଦେଇଦେଲେ
ଚିକେନ ଖାଇବୁ ଖାଇବେନି ଏଇ ମୋର ଏଇ ଚିକେନ ଦିଅ ମତେ ଏଇଟା ଦିଅ ଭାତ। ଏଇଟା ଦେଲ ମତେ ନା ଜମାରୁ ଦିଅ ନା ଆରେ ଦିଅ ନା ବାବୁ। ମୋର ଆଳୁ ସର୍ଟେଜ ଅଛି ଆଉ ତ ଖା ନିଅ। ଦେଇ ନାଇଁ ଦେବେ ନା ଆଉ ଫଳ ଦେବେ। ଦିଅନି ଖାଲି ଆଳୁ ହୁଁ ଖାଅ ଗୋଟେ ଝୋଳ ଟିକେ ଦେବି ନା, ନା, ନା। ଟିକେ ସେ- ଝୋଳ ଟିକେ ହୁଁ ସେ କାଳେ ରବିବାର କରୁଥିଲା ଖାଇ ନଥାନ୍ତା ସେ ଖାଇବ ସେ ଛୁଆଟା ଖାଇବନି ମୁଁ ଖାଲି ସେଇଆ ଦେଖୁଛି ଖାଇବୁ କି ଆଉ ଟିକେ ନଉନ ନାଇଁ, ସେ ଝୋଳ। ହଉ ଆଉ ଖାଲି ଭାତ ଗୋଳେଇ କଣ ଦେଇଛ ଖାଇବୁ, ସେଇ ଆଳୁ ଝୋଳ ଲଗେଇ ଖାଇଦେ ଭାତ ଏତିକ ହେଲେ ଭାତ ଗୋଳେଇ ଖାଇବ ହେ ପ୍ରଭୁ ଖାଇଲ ଦେଖିଆ ପ୍ରଭୁ ଓଃ ମାଛଟା କଣ ହେଇଛି କହ ଝିଅର ଗୋଟେ ଗୋଟେ ତୋର ଏଇ ଦିଟା ପଇସା ହେଲା ଝିଅ ହୁଁ। ଥୋଇ ଦେ। ତମର ମୋର ଏଇଟା ଓଇଟା କଣ ନାଞ୍ଜ ଖାଇବ ତମେ ହଉ ହଉ ଦିଅ ଉଡେଇ ଦିଅ ମାଛ ଭଲ ଲାଗୁଛି ନା ଦେଖିନି ତମେ କଣ କହୁନା କଣ ଆଣିଛନ୍ତି ଏଇ ଭାଜି 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 ମିଠା ଜିଲାପି ଦହିବରା ଅଛି ଖାଉନ କି ସେଇଟା କଣ ଖଟା ନା ଖୋଲିଲେ ହେଇଯିବ ହଁ ଖଟା କ୍ଷୀରି ମିକ୍ସଚର ପନିର ଜିଲାପି ଖା ତୁ ନା କେତେ ବଢିଆ ଜିଲାପି ଦେଇକି ତ ଖା ଖା ବଢିଆ ଜିଲାପି ଖାଇବୁ ତ ଜାଗା ଆଣି ଖା ହେଇ ଦେଖ ଦେଖ ଆସିଛି ଭୋଜି ଭୋଜି ନା ସେ କଣ କଲେଣି ରାତି ଭୋଜି ବା 6ଟା 7ଟା 6ଟାରେ ଯିବେ ସେ 8ଟା ବେଳକୁ ଆସିବେ ଯେ କଣ ନା ତୁ ଖା 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 ମୁଁ ଖାଇବି। ନା ହୁଁ ଆଉ ଖାଇଲେ ମତେ କହିବି ଦେମି ହୁଁ ଇଏ କାହା ବୁଝିଥିଲା ମୋ ପନିର ପକୋଡା ପୁଣି ଦଉଛି ନା ବର୍ଷିକିଆ ମାଉର ଯେମିତି ବର୍ଷିକିଆ ସେଗୁଡା କଣ ଏଇ ଛଣା ଛଣା କଣ ଏଟା ଭାଜି ଭାଜି ଯେ ଜାନମା ରାତିରେ କଣ ହବ ରାତିରେ କିଛି କରୁଛୁ ଏଠି ତୁ ଏଇ ଟିକେ ଲଗେଇବାଲା ଫଟୋ କି ଫଟୋ ଲଗେଇବୁ ତୁ ଏଇ ଶିରିଡି ସାଇବାଙ୍କ ଫଟୋ ନା ଏଇ ଫଟୋ ଲଗା ହବ ସେଇଠି ଆଉ ସେଟା କାହିଁ କାଢିଲୁ ଏଇ କଣ୍ଟାଟା ବସୁନି ଫଟୋରେ ବୁଝିପାରିଲୁ ଏଟା ବଡ ହେଇଯାଉଛି ନା ଏଇ କଣଟା କାଢିଦବୁ ଏଇ କଣ୍ଟାଟା ଛୋଟରେ ଦେଇଦେଲେ ଏଇଠି ଏଇ କଣ୍ଟାଟା ଦେଇଦେଇକି ପଡିବ ଯଦି ଏପଟେ ଆଉ ମୁଁ ପାଇବିନି ଏଇଠି ଆଗ ଦେଇଦବା ଏଇ କଣ୍ଟାଟା ଦେଇଦେଲେ ଆଗ ମୋ ଫଟୋ ସେଭ୍ ମତେ କହୁଛି ତୋ ମୁହଁରେ ପଥର ଉଠିଛି ପାଣି ପିଇ ନହେଲେ ଆଇରନ୍ ଦବୁ କାଲି ମାରିଦେବି ମୁହଁରେ କଣ ଭାବିକି କହିଛନ୍ତି ଆଉ ନା ନା ସେ ଆଇରନ୍ ଦେଲେ ଜିନିଷଟା ପୁରା ଇଏ ହେଇଯିବ ନା ବସିଯିବ ନା ସେଆକୁ ସେ କହୁଛି ଏଇଟା କଣ ଲୋ କେଜାଣି ଏଇଟା ବାହାର କଲା ଏଇଟା ଜେଲିଟା ଜେଲି ଖଟାଟା ନା ନା ଆମ୍ବ ଖଟା ଭଲ ବାସୁଛି ତ ସାନମା କଣ ଲାଗୁଥିଲା ଟେଷ୍ଟ ହେଇଲୋ ପନିର ଖାଇନାହାନ୍ତି ଆଜି ଭୋଜି ଖାଇ ଖାଇ ଆଉ ମରିବା ହଁ ବା ଦେଖୁନୁ କ୍ଷୀରି ସେଠି ପୁରୀ ଝିଅ ଏଇଠି ଗୋଟେ ବାହାର କଲୁ ଆଉ ଗୋଟେ ଜାଗା ମତେ ଦେଲୁ ଏଇଟା ଦେ ଏଇଟା ଦେ ଏଇଟା ଦେ ଏଇଟା ଦେ ଏଇ ଜାଗା ପୋଟଳ ଖାଲି ରଖ ସବୁ କୁନିମା ଆସିଲେ ଖାଇବାକୁ ନିଅ ତମ ନଥିଲା ତମ ଭାଗ ଅଛି ସେଦିନ ଗୋଟେ କଣ ହେଇଥିଲା ସବୁ ଛୋଟ ଛୋଟ ମାନେ ହଁ ଯୋଉ ଘାଣ୍ଟ ଦେଇଥିଲେ ହେଲା କୁନିମା କହିଲେ ରିଙ୍କି ଯେତିକ ଗିନା ଅଛି ଆମ ଘର ହଉଛନ୍ତି 7 ଜଣ 7ଟା ଗିନା ଜଣ ଜଣଙ୍କୁ ଗୋଟେ ଦେଇଦେ ଖାଇବେ ସବୁ କେହି ଖାଇଲେନି ସବୁ ଫୋପଡା ଖାଇଲେନି ନା କାଇଁ ସକାଳେ ଖାଇକି ଅବେଜ ବି ଏଇଥିରୁ ଅଳ୍ପ ଅଳ୍ପ ଖାଇଲେ ଗୋଟେ ଗିନା ସାରିଆ ଆମ ଘରେ ଇଏ ଏଇଟା କଣଟା ଏଇଟା ହଉଛି ଛେନାବଳି ଏଇଟା ଏଇଟା ତ ମା ମାମା ଗୁନି ଝିଅ କହୁଥିଲା ଏଇଟା ହଉ ମାମା ତୋ ଶାଶୁ ତୁ କହ ହେଇଲୋ ଫଟୋ ଉଠେଇଲା ମୁଁ ତ ମୁହଁଟାକୁ ଉଠେଇଛି ମାମା ମାମା ଶୁଣୁ ଯୋଉ କୁନିଆ ପାଇଁ ରଖିବୁ ପ୍ଲେଟରେ କାଲି ଆସିଲେ ଖାଇବେ ନା ନା ନ ଟିକେ କଣ ଫୋପାଡ଼ି ଆଣି
ପୁରୀଟା ରଖିବୁ ବାପାଙ୍କ କାଲି ଚା ଖାଇବ ହଁ ହଁ ବଳିଲେ ନହେଲେ ମିଠା ରୁଟି ସହିତ ଖାଇଦେବେ ମାମା ଇଏ ଖୋଜିଲା ମାମା ଶୈଳେଶ ପାଣିଗ୍ରାହୀ କଣ ମିଠା ନେଇଥିଲ ଶିବାଂଶୀ ପାଣିଗ୍ରାହୀ ଖୋଜିଲେ ଝିଅ ରାଗିଛି କି କାହିଁକି ମୁଁ 2 ଦିନ ଆରେ ରହିଲି କଣ ତୁମେ ମିଠା ଗୋଟେ ନେଇକି ଯାଇଥିଲ ପୁଣି ଗୋଟେ ନେଇକି ଗୋଟେ ଆସିଲ ସିଏ ତାଙ୍କ ଘରକୁ ବନ୍ଧୁ ସେ ମିଠା କଣ କରିବେ ସମସ୍ତଙ୍କୁ ସେଇଥିପାଇଁ କୁହନ୍ତି ଏଗୁଡାରେ ମିଠା ନବନି ଛେନା ବଡି ଛେନା ବଡି ବହୁତ ଦିନ ହବ ଖାଇନି ଖାଇବି କ୍ଷୀରିଟା ବାହାର କର ତମେ ଖାଇନ ଏ ଛେନା ବଡି କେବେ ମୁଁ ଖାଇନି ମୁଁ କେବଳ ଗୋଟେ ମନ୍ଦିରରେ ଖାଇଛି ଛେନା ବଡିଟା ଭଲ ଲାଗେ ନନାକୁ ଦେଖା ପେଟୁଆ ନନା ତ ମାର ପିଲା ନନା ସାନ ଭାଇଟା ଏମିତି ବନ୍ଧ ହେଇଛି ମୁଁ ଖୋଲି ମୁଁ ଖୋଲିଦେବି ନନା ମୁଁ କହିଛି କୁନିମାଙ୍କ ପାଇଁ ଏଥିରୁ ଟିକେ ଟିକେ ରଖିବା ସେ ରାତିରେ ଆସିଲା ବେଳକୁ ଆଉ ରହିବନି ଭାଗ ବା ତାହେଲେ ତ ଗୋଟେ କିଛି ଖିଆ ବି ହବନି କାଲି ସବୁ ପିଠା ଖାଇବ ଖାଲି ପିଠା ଖାଇ ଏସବୁ ନାମ ନବୁ ନା ନା ପିଠା ଏଇ ତରକାରୀ ଫରକାରୀ ଥିବ ମିଶେଇ ଖାଇଦେଲେ ହବ ଏ ତରକାରୀ ମା ରହିବ କହିଲେ ମୋର କାଲି ତ ଉପାସ ନାହିଁ ମୋର କାଲି ବଢିଆ ଖାଇବି ସତ କଥା ତମ ମାତାଶ୍ରୀଙ୍କୁ ଯାଇକି ପଚାର ହେଇ ହେଇ ତାହେଲେ ଆଜି ଖାଇଦିଅ ନନା ରାତିରେ ଆଉ ଥରେ ଉଠିକି ଖାଇଦବ ଆଁ ଟିକେ ତମ ମାତାଶ୍ରୀଙ୍କୁ ପଚାର ଏଇ ଜିନିଷ ଦେବେ ନା କହୁଛନ୍ତି ରାତିରେ ଉଠି ଏଇ ଜିନିଷ ଆଉ ରଖା ହବ ନା କାଲିକି ରଖେଇଦେବେନି ତ ସେ ରଖିବା ଏଗୁଡା କଣ ଏଥର କୋଉଥର ତାଙ୍କ ପୂଜା ମାରା ହେଇଯିବ ଏଇଟା ବା ବ୍ରତ ଏଇଟା ବା ଜନ୍ମ 21 ଇଏ ସେ 3ଟା ଜିନିଷ କହିଲାନି ବର୍ତ୍ତର ଜନ୍ମଦିନ 21 ଭୋକ ଗଲାଣି ଇଏକୁ ଦେଖିକି ନା ଆସିବ ପୁରୀ କ୍ଷୀରଟା ଦେଖି ବେଶୀ ଭୋକ କଲା ଖଟାଟା ବି ଭଲ ଲାଗିବ ଚାଲ ଖାଇଦବା ସମସ୍ତଙ୍କୁ ବାଢି ଦେଇ ମାମା ଘାଣ୍ଟ ଖାଇଦେ ଟିକେ ଆଉ ଖାଇପାରିବୁନି ଏଇଟା ସବୁ ଖାଇସାରିଲା ପରେ ଏକାଥରେ ଟିକେ ଖାଇଦବ ଘାଣ୍ଟ ଟିକେ ଖାଇଦବୁ ଏଗୁଡା କଣ କିଛି ଆଜି କହିବ ମତେ କଣ କହିବାକୁ ପଡିବ ଭୋଜି ଆସିଛି ବନ୍ଦ ହେଇଗଲା ଆମେ ଖାଇଦେଲୁ ଆଉ ଭିଡିଓ କରିବା ମନେ ନାହିଁ ଖାଇ ସାରିକି ସବୁ କରୁଛୁ ଦେଖନ୍ତୁ ଖଟା ସରିଗଲା ଦେଖେଇ ଦେଇଛି ଦେଖେଇ ଦେଇଛୁ ଦେଖେଇଛି କି ଖାଇବାଟା ଖାଇବାଟା ଦେଖେଇ ନ ଖାଇଦିଅ କଣ ହେଇଛି ଦେଖେଇ ଦେଇଛି ଆଉ ଏତେ ଥର କଣ କହିବି ଖାଇଦିଅ ନା ମୁଁ ଠିକ ଧରିଛି କ୍ଷୀରି ଦେଖ ସବୁଠୁ ବେଷ୍ଟ ହଉଛି ଏଇ ଦିଟା ହଁ କ୍ଷୀରି ପୁରୀ ମୋ ଭାବେ ହଉ ଖାଇଦିଅ କ୍ଷୀରି ଇଏରେ ସେମିତି ବଢା ହେଇଛି ପୋଖରୀ ଯିବ ଗଳି ପଡି ହେଲେ ଏଗୁଡା କଣ ଦେଲନି ତ କିଛି ଆମର ଆଜି ମାଛ ସେଗୁଡା କଣ? ପାଣି ପଡିବା ଆମ୍ବୁଲ ଟିକେ ଦେଇଥାନ୍ତ ନା ଖାଇଥାନ୍ତେ ଆଉ ନା ଆଉ ଖାଇବିନି ଆମ ମାଛ ଆଜି ଯାଇଥାନ୍ତେ ହାତରେ ଫସିଗଲା ହଁ ଦୋଳନ୍ତି ଦିଅ ଏଇଠି ମତେ ଗଳେ ବନା ଦରକାର ସେ ପାଛିଆଟା ମୁଁ ନେଇଯାଉଛି ପାଣି ବୋତଲ ଦିଟା ଖାଲି ପୁରେଇ ଦିଅ ଏଟା କଣ କରିବି ରଖିଦବା ନା ଖାଇବ ନା ମୁଁ ତ ଖାଇବି ଖାଉ ଏତେ ଖାଆନି ଏତେ ନାହିଁ ଏତେ ମିଠା ଦିଟା ଖାଅ ଏମି ଏଇ ଦିଟା ଖାଅ ଝିଅ କେମିତି ଭିଡ଼ିଓ ମତେ ଦଉନାହାନ୍ତି ଏଇପଟେ ଦିଅ ଥୋଇଦିଅ ନା ଆପରେ ଥୋଇଦିଅ ମୁଁ ସେଟା ଧରିକି ଯିବି ଚାଲ ନା ପଡିଯିବ ଝିଅ ଚାଲ ତୁ ଏମିତି ଖାଲି ଧରିକି ଚାଲ 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 ଏମିତି ଲାଗୁଛି କହିଲୁ ମୁଁ କାହାକୁ ଭୋଗ ଖାଇବା ପାଇଁ ଯାଉଛି ପାଛିଆଟା ଦିଅ ଆଚ୍ଛା ମୁଁ ଧରିଲିନି ବା ମତେ ବାଟ ଛଡା ମନେ ଆପଣ ଆଗକୁ ଆଗେ ପଳାଏ ଯାଉଛନ୍ତି ଡଙ୍ଗି ବସା ଦୋଳ ଠାକୁର ଟେକି ଟେକି ନେଇକି ଭଲ ତାକୁ ନନା ସବୁ ଅଲଗା ସିଷ୍ଟମ ତୁ କଣ ଏଲଭିସା ଦବୁ ଭିଡ଼ିଓ ଏଡିଟ୍ କରିବା ଆପଣମାନେ ତ ଦେଖିଲେ ଆଜିର ଭିଡ଼ିଓ କେମିତି କ'ଣ ଲାଗିଲା ନିଶ୍ଚିନ୍ତ କୁହନ୍ତୁ ଆଉ ଆମର ଆଜି ସଡନ୍ ସବୁ ପ୍ରୋଗ୍ରାମ୍ ହେଲା ଯେହେତୁ ଆଗକୁ କାର୍ତ୍ତିକ ମାସ ଆସିବ ଘରେ କ'ଣ ଆଇଁଷ ଖାଆନ୍ତିନି ପୁରାନ୍ତିନି ତ ସେଥିପାଇଁ ଆଜି ହଠାତ୍ ପ୍ଲାନିଂ ହେଇକି ମୁଁ ଆକ୍ଚୁଆଲି ମଝିଆ ଶ୍ୱଶୁର ଟିକେ ଖାଆନ୍ତି ମାନେ ବହୁତ ଆଇଁଷର କ'ଣ ଟକଳିଆ ନା କ'ଣ କୁହନ୍ତି ମାନେ ଆଇଁଷ ଖାଇବାକୁ ବହୁତ ଆଗ୍ରହୀ ତ ଇଏ ବି ଅଛନ୍ତି ତ ଇଏ ବାପା ବୋଉଙ୍କର ବଢ଼ିଆ ଆଇଁଷ ଖାଆନ୍ତି ସେମାନେ ତ ଫୋନ୍ କରିକି କହିଲାଠୁ ଏମିତି ଆଇଁଷ ଗୋଟେ ପ୍ଲାନିଂ ହେଇଗଲା ଆଉ ତ ଖାଇବାର ନାହିଁ ତ ଆପଣମାନଙ୍କୁ ଆମ ଭିଡ଼ିଓ କେମିତି କ'ଣ ଲାଗୁଛି ନିହାତି କମେଣ୍ଟରେ ଜଣାନ୍ତୁ ଆଉ ଢେର ସାରା ଭଲ ପାଇବା ଦିଅନ୍ତୁ ଆଉ ଫାଷ୍ଟରୁ ଲାଷ୍ଟ ଯାଏ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ତ ଚାଲନ୍ତୁ ଆଜିର ଭିଡ଼ିଓ ଏଇଠି ଏଣ୍ଡ କରିବା ଦେଖା ହେବା ନେକ୍ସଟ ବ୍ଲଗ୍ରେ ଟିଲ୍ ଦେନ୍ ଟାଟା ବାଏ ବାଏ ଜୟ ଜଗନ୍ନାଥ।